ଦେଖନ୍ତୁ ଦାଦା ଆମର ସକାଳୁ ସକାଳୁ ମାଛ ଆଣିଛନ୍ତି। ଖଣ୍ଡିଆ ମନ୍ଦିର ଯାଉଛନ୍ତି ପୁରା ମାଗୁର ଶେଉଳ। ଓ ପୁରା ବଡ କୋଉଟା ନା କାଲି ୟାଠୁ ବଡ କୋଉ ଏରା କଣ ପାଟରୁ ଆସୁଛନ୍ତି? କାଲି ମିଳିଥିଲେ 8 କିଲୋ ଖଣ୍ଡେ। ହଁ ଖାଲି ଏଗୁଡା ମାଗୁର କଉ ବଡ ମାଗୁର। ଏବେ ଆସନ୍ତୁ ଆଗକୁ ଯିବା ଆମର ଚୁନା ମାଛ ଦେଖିବା। ଦେଖ ସାଙ୍ଗମାନେ ଇଏ ହେଲା ଆମର ବେଙ୍ଗ ଫୋଟା ବୋବଉଛନ୍ତି। ଦେଖନ୍ତୁ ତା ପାଟିଟା କେମିତି ଦେଖିବାକୁ। ଏଇଠି ପଡ଼ିଥିଲା ଉପରେ। ବର୍ତ୍ତମାନ ମୁଁ ତାଙ୍କୁ ଦେଖିଛି ଉଦ୍ଧାର କରୁଛି। ପାଣିକି ଫିଙ୍ଗିଦବା କେତେ ସାରା ଫିଙ୍ଗି ସାରିଲିଣି। ଏବେ ଅଛି ସାଙ୍ଗମାନେ ବର୍ତ୍ତମାନ ମୁଁ ଅଛି ଆମର ଖଣ୍ଡିଆ ବନ୍ଧ ପାଖରେ ଆମ ଗାଁଠୁ ଟିକେ ଦୂରରେ। ଏରା ସବୁ ଆମ ଗାଁ ଲୋକଙ୍କର ଜମିବାଡ଼ି ଗୁଡ଼ା। ମୁଁ ବର୍ତ୍ତମାନ ଅଛି ଦେଖନ୍ତୁ ବର୍ଷାର କେତେ ପ୍ରଭାବ। ବର୍ଷା ଛାଡ଼ିଗଲାଣି କାଲିଠୁ କିନ୍ତୁ ପାଣି ପୁରା ଫୁଲ ହେଇକି ଅଛି। ମୁଁ ଆସିଛି ଏ ବର୍ଷର ପ୍ରଥମ ଚୁନା ମାଛ ନେବା ପାଇଁ। ମୁଁ ଏବେ ଅପେକ୍ଷା କରିକି ଅଛି। ସେଇପଟ ଦୁଆର ଗାଁ ଠିକି ଯିବି ମୁଁ ଆଣିବା ପାଇଁ। ନଦୀରୁ ସବୁ ବଜା ମାଛ ଧରିଛନ୍ତି। ଏବେ ମୁଁ ଯିବି ସବୁ ଧୋଇଆ ଗୋଡ଼ି ଖାଇ ସବୁ ବିଭିନ୍ନ ପ୍ରକାର ସବୁ ଚୁନା ମାଛ, ଯେହେତୁ ବର୍ଷା ସିଜନଟା ସବୁ ଚୁନା ମାଛ ପଡ଼ିବ। ବର୍ତ୍ତମାନ ମୁଁ ଅଛି ଏପଟେ ବିଲରେ ଭାଇମାନେ ଆମର ମାଛ ଧରୁଛନ୍ତି, ଜାଲ ପକେଇଛନ୍ତି। ଏପଟେ ବି ବିଲ ଗୁଡ଼ାଏ ଜାଲ ପକେଇଛନ୍ତି। ଏବେ ଆସନ୍ତୁ ଯିବା ଦେଖିବା କି ମାଛ ପଡ଼ିଛି। ମୋ ପିଲାବେଳେ ଦେଖି ଆସୁଛି ଏ ବନ୍ଧଟେ ଯାହା ହଉ ଭାଙ୍ଗିଯିବ କିଛି ଦିନ ପରେ। ରାସ୍ତାଟା ହେଲେ ପୁରା କମ୍ପ୍ଲିଟ୍ ହେଇଯିବ, ଆହୁରି ବଡ଼ ବ୍ରିଜଟେ ତିଆରି ହେବ। ଧାନ ବିଲଗୁରା ପୁରା ବିହୁଡ଼ିଆ ପାଇଁ ହେଇଗଲା ଗୋଟାଏ ଥର ବର୍ଷା। ଦେଖନ୍ତୁ ଦାଦା ଆମର ସକାଳୁ ସକାଳୁ ମାଛ ଆଣିଛନ୍ତି। ଖଣ୍ଡିଆ ମନ୍ଦିର ଯାଉଛନ୍ତି ପୁରା ମାଗୁର ଶେଉଳ। ଓ ପୁରା ବଡ କୋଉଟା ନା କାଲି ୟାଠୁ ବଡ କୋଉ ଏରା କଣ ପାଟରୁ ଆସୁଛନ୍ତି? କାଲି ମିଳିଥିଲେ 8 କିଲୋ ଖଣ୍ଡେ। ହଁ ଖାଲି ଏଗୁଡା ମାଗୁର କଉ ବଡ ମାଗୁର। ଏବେ ଆସନ୍ତୁ ଆଗକୁ ଯିବା ଆମର ଚୁନା ମାଛ ଦେଖିବା। ଏବେ ସାଙ୍ଗମାନେ ବର୍ତ୍ତମାନ ମୁଁ ଅଛି ଆମର ସକାଳୁ ସକାଳୁ ଆମର ପ୍ରଭୁ ଶ୍ରୀ ନୀଳମାଧବଙ୍କ ମନ୍ଦିର ପାଖରେ, ପଶ୍ଚିମ ଦ୍ୱାର ପାଖରେ। ଆପଣମାନେ ଦେଖିପାରୁଥିବେ ଏଇଟା ହେଲା ପଶ୍ଚିମ ଦ୍ୱାର ରାସ୍ତାଟା। ଆମର ଭାଇମାନେ ଯାଉଛନ୍ତି, ନଦୀ ଏନ୍ଜୟ କରୁଛନ୍ତି। ଆଉ ଦେଖନ୍ତୁ କେତେ ନଦୀ ବଢ଼ିଲାଣି, ପୁରା ପାଖକୁ ଆସିଲାଣି। ହୀରାକୁଦ ପାଣି ଖୋଲିନି ଗେଟ୍, ତଥାପି ଆମର ପାଣି ବଢ଼ିଛି। ହୀରାକୁଦ ଗେଟ୍ ଖୋଲିଲେ ଟୋଟାଲ ଏ ପାଖକୁ ଲାଗିଯିବ। ମୁଁ ଦେଖୁଛି ଦେଖନ୍ତୁ ଆମର ପୁରା ମଟରକୁ କାଢ଼ିକି ତାକୁ ସଜଉଛନ୍ତି, ଯେହେତୁ ଆମର ପାଣି ବୁଡ଼େଇ ଦେଲାଣି ପୁରା ଫୁଲ। କେବଳ ଏରା ଜଙ୍ଗଲ ପାହାଡ଼ ପାଣି ଗୁରା। କାମ ପୁରା ଜୋରସୋରରେ ଚାଲିଛି। ଯେହେତୁ ଆମର କଣ୍ଟ୍ରୋଲ ଲୋକ ପାଣି ପାଉନାହାନ୍ତି, କାମଟା ପୁରା ଜୋରସୋରରେ ଚାଲିଛି। ପାଣି ପୁରା ବୁଡେଇ ଦେଇଛି, ଏଇଠି ଆମର କାମ ଚାଲିଛି। ମଟରଟା ଉଠା ହେଉଛି ଉପରକୁ, ଏ ଘର ସହ ବୁଡ଼ିଗଲାଣି। ଏଇ ମଟର ଆମର ପାଣିରେ ବୁଡ଼ି ଯାଇଛି, ଏଇଟା କାମ ଚାଲିଛି। ଭାଇମାନେ ଆମର କାମ କରୁଛନ୍ତି, ଜୋରସୋରରେ କାମ ଲାଗିପଡ଼ିଛନ୍ତି। ସେଇପଟ ମଟରଟା କାଲି ଚାଲୁଥିଲା, ଆଉ ପୁରା ଦଳ ଫୁଲ। ପାଣି ଏଇନା ଆଉ ଦିନେ ଦିନ ନାହିଁ। କେହି ଟେନସନ୍ ନେବନି, ବ୍ୟସ୍ତ ହେବନି, କାମ ଚାଲିଛି ଆମର। ଦେଖନ୍ତୁ କେତେ ସାରା ପାଣି ଫୁଲ ହେଇଛି, ନଦୀ ବି ବଢ଼ୁଛି। ଏପଟେ ମଟରରେ ଲାଗିଯାଇଛି ଆମର ଦଳ, ପାଣି ପାଇଁ ବ୍ୟସ୍ତ ହେବନି। ଏଇଟା ହେଲା ଆମର ଖଣ୍ଡିଆ ପୋଖରୀ, ଜୟପଡ଼ା ପାଖରେ ଅଛି ଏଇ ପୋଖରୀଟି। ଆଉ ଦେଖନ୍ତୁ ଏଇଟା ନେଳି ନେଳି, ମୁଁ ଭାବୁଛି ନା ନେଳି ପୋଖରୀ। ପୁରା ଗ୍ରୀନ୍ ଗ୍ରୀନ୍ ହେଇ କ'ଣଟା ଭାସୁଛି। ଏଇ ପୋଖରୀଟାରେ ଭଲ ମେଡ଼ିସିନ ଗୁଣ ଅଛି। ଯଦି ଖଣ୍ଡିଆ ଫଣ୍ଡିଆ ହେଇଥିବ କି ଘା ଗୋଡ଼ ହେଇଥିବ, ଭଲ ହେଇଯାଉଛି ବୋଲି କହୁଛନ୍ତି ଲୋକ। ଆମର ବୁନୁ ଭାଇ ଆସିଗଲେ, ଯଦି ଆପଣଙ୍କର ଦରକାର ତାହେଲେ ପୁରା ଚିଙ୍ଗୁଡ଼ି ନେଇଯିବେ, ଦେଶୀ ଚିଙ୍ଗୁଡ଼ି। ୟାଙ୍କୁ କଣ୍ଟାକ୍ଟ କରିବେ। ଦେଖନ୍ତୁ ଗଲେଣି, ଆଜି ବନାଇ ବସିଛନ୍ତି। ଏବେ ତ କଷ୍ଟମର ସବୁ ଆସିଛନ୍ତି ନେବେ ବୋଲି। ଆହୁରି ପୁଣି ମାଛ ଧରା ହେଉଛି। ଆଉ ଭାଇଙ୍କୁ ନିହାତି କଣ୍ଟାକ୍ଟ କରିବେ, ଯଦି ଦେଶୀ ଚିଙ୍ଗୁଡ଼ି ତାହେଲେ ନେବେ ବନୁ ଭାଇଙ୍କଠୁ। ଗୋଟେ ବସ୍ ଆସୁଛି ଆମର, କ'ଣ ଏଇଟା ଗ୍ରୀନ୍ ଭ୍ୟାଲି। ଆମର ଜୀବନ ଭାଇ ପାଖରେ ଅଛି ଆମର ମାଛ ପୁରା ଦେଶୀ ରୋହି, ମିର, କଳାବଇଁଚି, ଆଉ ଏପଟେ ଚେଲାଣ୍ଡି, ତାପରେ ଆମର ଆଳି, ଭାକୁର। ଏଇପଟେ ଆମର ବଣ୍ଟି ଭାଇଙ୍କ ପାଖରେ ଅଛି ଗୋଟେ ବଡ଼ ଭାକୁରଟେ 8 କିଲୋର। ଆମର ଜୀବନ ଭାଇ, ଆମ
ମାଛ ଦେଖନ୍ତୁ ପୁରା ଦେଶୀ ଫ୍ରେଶ୍ ମାଛ ମହାନଦୀ ମାଛ। ଏବେ ଆମର ଭାଇମାନେ ଆସିଛନ୍ତି ମାଛ ନେବା ପାଇଁ। ପୁରା ଗହଳି ହେଇଗଲା ଯେହେତୁ ସକାଳୁ ସକାଳୁ ପୁରା ଗହଳି ପ୍ରବଳ। ସବୁ ବଜାରରେ ପଡ଼ିଛି ଖାଲି କେରାଣ୍ଡି ଛୁଆ ଗୁଡ଼ା। ଆଉ ଏପଟେ ଚେଲାନି ପଡ଼ିଛି, ଚେଲାନି ମାରିଛି। ଆମର ଶୁକୁଟା ହେଇ ବସିଛନ୍ତି ଗେଟ୍ରେ ଜଗିକି ବସିଛନ୍ତି ମଶାରୀ ପକେଇବେ। ଆମେ ଯାଉଛୁ ମହାନଦୀରେ ମଶାରୀ ପକେଇବୁ। ବର୍ତ୍ତମାନ ସାଙ୍ଗମାନେ ମୁଁ ପୁରା ଅଲ୍ ଟୋଟାଲ୍ ଆମର କଣ୍ଟିଲ ପାଟଣାଟାକୁ କଭର୍ କରିସାରିଲିଣି ବୁଲି ବୁଲି। ମୋର ତେଲ 100 ଟଙ୍କା ପଡ଼ିଗଲାଣି ଯେହେତୁ ରାସ୍ତା ଖରାପ। ବନ୍ଧରେ ପୁରା ଏମିତି ପାଣି ଜମିକି ଅଛି। ପଛପଟେ ଦେଖିପାରୁଥିବେ ଏମିତି ପାଣି ପୁରା ସ୍ଲୋ ଗାଡ଼ି 10 ସ୍ପିଡ଼ରୁ ଯଦି ହେଲା ତାହେଲେ ବନ୍ଧ ତଳେ। ସେଥିପାଇଁ ଆମେ ଦେଖନ୍ତୁ କୋଉଠି ବସିଛନ୍ତି ସକାଳୁ ସକାଳୁ ମାଛ ନେବା ପାଇଁ ଭାଇମାନେ। ବହୁତ ବିରାଟ କାୟ ପଥର ଉପରେ ବସିଛନ୍ତି ଏମିତି ଲମ୍ବିକି ଗୋଟେ ବନ୍ଧ ପାଖରେ ପଥରଟା ଲମ୍ବିଛି। ଏନ୍ଜୟ କରୁଛନ୍ତି ଯାହା ହଉ ବହୁତ ବଢ଼ିଆ ନଦୀର ଏନ୍ଜୟ। ଏବେ ଯାହା ହଉ ଆମର କମେଇ ବ୍ରିଜ୍ ଉପରେ ଆଉ ପାଣି ନାହିଁ। ମୁଁ ତ ସେଦିନ ବର୍ଷା ବେଳେ ସଫା କରିଦେଇଥିଲି ପାଣି ସବୁ ଶୁଖି ଯାଇଛି। ଆଉ ଆମର କଣ୍ଟିଲର 2 ଜଣ ଭାଇ ମୋ ଭିଡ଼ିଓ ଦେଖିକି ସିଏ ବି ସଫା କରିଦେଇଛନ୍ତି। ବାଲି ଗୁଡ଼ା ଲାଗିଥିଲା ଏଇଠି ଏମିତି ବାଲିରେ ଏମିତି ଜରି ଲାଗିଥିଲା ସଫା କରିଦେଇଛନ୍ତି। ଯାଉ ଧନ୍ୟବାଦ 2 ଜଣ ଭାଇଙ୍କୁ। ସକାଳୁ ସକାଳୁ ଏଇପଟେ ଦେଖନ୍ତୁ ଆମର ଭାଇମାନେ ସବୁ ଗାଡ଼ି ଧରିକି ଆସୁଛନ୍ତି ଆମର କଣ୍ଟିଲ। ସବୁ ବିଲ ଗୁଡ଼ା ପୁରା ଫୁଲ୍ ପାଣି ବିହୁଡ଼ିବା ପାଇଁ ପୁରା ରେଡ଼ି। ଧାନ ପୁରା ବଡ଼ ବଡ଼ ହେଇଗଲାଣି ଏ ବର୍ଷାରେ। ଏବେ ବର୍ତ୍ତମାନ ମୁଁ ଯାଉଛି ସେ ବନ୍ଧ ଉପରକୁ। ମୁଁ ବନ୍ଧ ଉପରକୁ ଉଠିଗଲି ପୁରା ପଠା ପାଖାପାଖି। ଏଇଟା ହେଲା ପଠା, ଏଇଠି ମକା ଲାଗିଥିଲା ଶୀତ ଦିନେ। ବର୍ତ୍ତମାନ ବନ୍ଧ ରାସ୍ତାଟା କମ୍ପ୍ଲିଟ୍ ହେଇନି, ନୂଆ ମାଟି ପଡ଼ିଛି ଫାଟି ଯାଇଛି ବନ୍ଧ ଫାଟିଲାଣି। କେତେ ସୁନ୍ଦର ପକ୍ଷୀ ଗୁଡ଼ା ଉଡ଼ୁଛନ୍ତି ସକାଳୁ ସକାଳୁ। ଛୋଟ ଛୋଟ ପକ୍ଷୀ କପତ ପକ୍ଷୀ ଉଡ଼ୁଛନ୍ତି। କାଳବୈଶାଖୀରେ ଏଇ ଗଛଟି ପୁରା ଭାଙ୍ଗି ଯାଇଛି। ଯାହା ହଉ ବଡ଼ ଗଛଟା ଥିଲା ପୁରା ଭାଙ୍ଗି ଦେଇଛି ଅଧାରୁ ମୋଡ଼ିକି। ଏଇପଟ ରାସ୍ତାର ବନ୍ଧରେ ଗଲେ ଆମର ମା ଶ୍ମଶାନ ଚଣ୍ଡୀ ମନ୍ଦିର ଦେଇକି କଣ୍ଟିଲ ମେଡ଼ିକାଲ ଛକରେ ପହଞ୍ଚିବ। ପୁରା ସର୍ଟକଟ୍ ରାସ୍ତାଟା ଏପଟ ଆମର ଖଣ୍ଡପଡ଼ା ପଟ। ଆଉ ନହେଲେ ଏପଟା ମାନେ ଯେଉଁ ପଟେ ଆସିଲେ ଏବେ ସେଇପଟଟା ହେଲା ଆମର ସେ ପାହାଡ଼ଟା ଆମର ସେଇ ପାହାଡ଼ ପାଖରେ। ହଁ ଦେଖିଆ ଆମର ସକାଳୁ ସକାଳୁ ମାଛ ଧରିକି ଆସିଛନ୍ତି ଚୁନା ମାଛ। ଓ ଖାଲି କେରାଣ୍ଡି ଗୁଡ଼ା ଆପଣ ତୋଡ଼ି ତମେ ବି ସେୟା ଏକା ଯାହା ହଉ ବଢ଼ିଆ ଜାଗାରେ କୋଉଠି ବସେଇଥିଲ? ଏଇଠି ନା ଓ ଏଇ କୁଡ଼ିଆ ପାଖରେ ଏଟା ଧାଙ୍ଗେଡ଼ି ପାହାଡ଼ ନା ଧାଙ୍ଗେଡ଼ି ପାହାଡ଼ ପାଖରେ ବସେଇଥିଲେ ବୋଧେ। ଧୋଇଆ କମି ପଡ଼ିନାହାନ୍ତି? ହଁ ସେଇ ପାହାଡ଼ ସେପଟା ହେଲା ଆମର କାଳିଆ ପଲ୍ଲୀ ସବରାଜ ବିଶ୍ୱାସଙ୍କ ଗାଁ। ଏଇଟା ହେଲା ଦାଙ୍ଗେଡ଼ି ପାହାଡ଼, ଏଇଟା ହେଲା ଆମର କଣ୍ଟିଲ ପାହାଡ଼। ଯାହା ହଉ ଗୋଟିଏ ପାହାଡ଼ ଅଛି ଆମ ପାଖରେ, ବହୁତ ବଡ଼ ଖୁସିର କଥା। ଏଇ ପାହାଡ଼ଟା ନଥିଲା ଆମେ ନଦୀ ହେଇଥାନ୍ତା, ଆମ କଣ୍ଟିଲ ଗାଁ ନଥାନ୍ତା। ଏଇଟା ପୁରା ଖାଲ। ଆଉ ଭାଇ ଆମର ମାଛ ଧରିକି ଆସୁଛନ୍ତି ଏକ୍ସେଲରେ। ଦେଖିଦେବା ସବୁ କି ମାଛ ଆଣିଛନ୍ତି। ଭାଇ କି ମାଛ ଦେଖିଆ? ଯେହେତୁ ନଦୀ ବଢ଼ୁଛି ମହାନଦୀ, ଭାଇ ଗଲେ ମାଛ ନାହିଁ। ଆଉ ପୁଣି ଧରିକି ଆସୁଛନ୍ତି ଦେଖିଆ। ଆଉ ତମେ କଣ ପାଇଛ? ପାଇନ? ନଦୀ ପାଣି ଆମର ଏଇ ଯାଏ ମାଡ଼ି ଆସିଲାଣି। ଟୋଟାଲ ପାଣି ଏପଟେ ଆସିଛି, ଏପଟେ ଗହିରକୁ ବି ଆସିବ ଭାରି। ଏଟା ଟୋଟାଲ ବୁଡ଼େଇ ଦବ। ଏ ବନ୍ଧ ନଥିଲା ମୋ ପିଲାବେଳେ ମୁଁ ଦେଖିଛି। ଏ ବନ୍ଧ ନଥିଲା, ବହୁତ ଛୋଟିଆ ହୁଡ଼ାଟେ ଥିଲା। ଏ କିଛି ବର୍ଷ ହେଲା ଏ ବନ୍ଧ ପୁରା ବହୁତ ଚଉଡ଼ା ଆଉ ବଡ଼ କରିଦେଲାଣି ଗଭର୍ଣ୍ଣମେଣ୍ଟ। ନହେଲେ ବହୁତ ଛୋଟିଆ ବନ୍ଧଟେ ଥିଲା। ଏପଟେ ପାଣି ପୁରା ଫୁଲ୍। ଯାହା ମାମୁଁ ଆମର କୁଡ଼ିଆ କରିକି ବସୁଛନ୍ତି ଏଠି ମାଛ ତାଙ୍କ ପାଇଁ ଭଲ ସୁବିଧା ହେଇଛି। ସିମେଣ୍ଟଟା ହେଇଛି ଆଉ ପବନ କିଛି ଏ ଖାଲି ଛୋଟ ଛୋଟ ଚୁନା ମାଛ ଗୁଡ଼ା କେରାଣ୍ଡି ଗୁଡ଼ା ଆଉ ଗୋଟେ ଗୋଟେ ତୋଡ଼ି କେଞ୍ଚେଡ଼ି ତୋଡ଼ି ଗୁଡ଼ା ଧୋଇଆ କିଛି ନାହିଁ।
ଦେଖନ୍ତୁ ଏଇପଟେ ନାଳ ଏଇପଟେ ଆସୁଛି ଆମର ଇଏ ପାଣିଟା ନା ଏଇ ଯୋଉ ଏଇଟା କଣ ଖମା ପାଣି ଏଇପଟେ ମା ଶୁଳିଆ ମନ୍ଦିର ପଟୁ ଏଇପଟେ ପାଣିଟା ଆସୁଛି ଖମା ପାଣିଟା। କେତେ ସୁନ୍ଦର ଆମର ଗାଁ ଖାଲି ପାହାଡ଼ ପର୍ବତ ମଝିରେ ଆମେ ଅଛୁ ନଦୀ ଆମ ଚାରି ପାଖେ ଯଦି ନଦୀ ବୁଡ଼ ତାହେଲେ କଣ ହବ ନୁହଁ ତ ଘଣ ବଜା ଗୁଡ଼ା ଏରା ବଡ଼ ମାଛ ପଡ଼ିବ ଛୋଟିଆରା ଏଡ଼େ ଏଡ଼େ ଫାସୁଆ ବଜା ଗୁଡ଼ା ଜଳପାତି ଏଠି ଉଡ଼ୁଛନ୍ତି ଆମର ଜଳପାତି। ବର୍ତ୍ତମାନ ସାଙ୍ଗମାନେ ମୁଁ ଯାଉଛି ଆମର ବନ୍ଧ ଉପରେ ଦେଖନ୍ତୁ ଆପଣମାନେ ଏପଟେ ପାଣି ମଝିରେ ମୁଁ ଯାଉଛି। ଗୋଟେ ଟିଆ ଚଢ଼େଇ ବୋବଉଛି ସେ ବସିଲାଣି ରାସ୍ତା ଉପରେ ତା ପାଖକୁ ଯାଉଛି ବର୍ତ୍ତମାନ ଉଡ଼ିଯିବ ନଦୀରେ ରୁହନ୍ତି ଚଢ଼େଇ ଗୁଡ଼ା ସେଇଠି ଉଠିଲା। ଏବେ ସାଙ୍ଗମାନେ ବର୍ତ୍ତମାନ ମୁଁ ଆମର ମାଛ ଖୋଜିକି ଅଛି ପୁରା ମଝି ସେଣ୍ଟର ଜାଗାରେ ଅଛି ଆପଣମାନେ ଦେଖିପାରୁଥିବେ ପୁରା ମଝି ଜାଗାରେ ଦେଖନ୍ତୁ ଏଇ ଜାଗାଟା ହେଲା ଆମର ପାହାଡ଼ ଏଇ ଜାଗାଟା ମା ଶୁଳିଆ ପାହାଡ଼ ଏଇଟା ହେଲା ଆମର ଧାଙ୍ଗେଡ଼ି ପାହାଡ଼ କାଳିଆପଲିତା ସେପଟେ ସବରାଜ ବିଶ୍ୱାସଙ୍କର ଗାଁ ଏପଟେ ହେଲା ଧାନ ଚଙ୍ଗଡ଼ା ଏପଟେ ହେଲା ଆମର ସେ ପାହାଡ଼ଟା ନୂଆ ଗାଁ ପାହାଡ଼ ବର୍ତ୍ତମାନ ପୁରା ମଝିରେ ଅଛି ଡାହୁକ ବୋବଉଛନ୍ତି ଯେହେତୁ ବର୍ଷା ଦିନ ଚାଲିଛି ଏପଟେ ପାଣି ଗହିରେ ଏପଟେ ପଠାରେ ଆମର ପୁରା ଟୋଟାଲ ପାଣି ମହାନଦୀ ବଢ଼ୁଛି ଆଉ ମାଛ ପଡ଼ିନାହାନ୍ତି ପ୍ରାୟ ଅଳ୍ପ ପଡ଼ିଥିଲେ ଖାଲି କେରାଣ୍ଡି ଛୁଆ ଗୁଡ଼ା ଆଉ ଆମର ଛୋଟ ଛୋଟ ତୋଡ଼ି ମାଛ ଗୁଡ଼ା ମୁଁ ଟିକେ ଧୋଇଆ ମାଛ ନେବି ଛୋଟ ଛୋଟ ଚିଙ୍ଗୁଡ଼ି ଆଉ ଆମର ଗୋଡ଼ି ଖାଇ ଦାଦା କହିଥିଲେ ବର୍ତ୍ତମାନ ତାଙ୍କ ସାଇକେଲ ଥୁଆ ହେଇଛି ସେ ପାଖରେ ସେ ଯାଇଛନ୍ତି ବୋଧେ ବଜା ଉଠାଇବା ପାଇଁ ମୁଁ କିଛି ସମୟ ଅପେକ୍ଷା କରିବି ନହେଲେ ପଳେଇବି ମାଛ ନେବି କଣ ଦେଖନ୍ତୁ ନଦୀ ବଢ଼ି ପୁରା ଫୁଲ ହେଇଗଲାଣି ଯୋଉଟା କାଲି ନଥିଲା ଆଜି ରାତିରୁ ପୁରା ବଢ଼ି ଯାଇଛି ଦେଖନ୍ତୁ ସାଙ୍ଗମାନେ କାଲି ପାଣି ନଥିଲା ଆଉ କାଲି ରାତିରୁ ପାଣି ସବୁ ବଢ଼ି ଯାଇଛି କାଲି ମୁଁ ଏଠି ଆସିଥିଲି ପାଣି ନଥିଲା ଟୋଟାଲ ପାଣି ବଢ଼ିଗଲାଣି ଏରା ଟୋଟାଲ ବୁଡ଼ିଯିବ ଯଦି ହୀରାକୁଦ ପାଣି ଛାଡ଼ିବାର ଅଛି ଆମର ଯଦି ଗେଟ୍ ଖୋଲିଦିଏ ତାହେଲେ ଟୋଟାଲ ବୁଡ଼ିଯିବ ଏ ଜାଗାଟା ଦେଖନ୍ତୁ ଟୋଟାଲ ପୁରା ଫୁଲ ଏଗୁଡ଼ା ଏତେ ପାଣି ନଥିଲା କାଲି ପୁରା ଟୋଟାଲ ଶୁଖିକି ପଡ଼ିଥିଲା କଣ ପଡ଼ିଛନ୍ତି ଆଉ ପାଣି ହେଇଗଲା ମାଛ କିଛି ନାହିଁ ବଜାରରେ ବର୍ତ୍ତମାନ ଆମର ବେଙ୍ଗ ଫୁଟା ଆଡ଼ା ପଡ଼ିଛନ୍ତି ଆଉ ଏଗୁଡ଼ା ଚିଲିକା ଆଡ଼େ ବିକ୍ରି ହେଉଛି କଲିକତା ଆଡ଼େ ପଠାଇ ଦେଉଛନ୍ତି କିଲୋ 30 ଟଙ୍କା ଗୋଟେ ଛୋଟ ସୁନ୍ଦରିଆ କଙ୍କଡ଼ାଟା ଥିଲା କୁଆଡ଼େ ଗଲା ଏଇଠି ଦେଖନ୍ତୁ କେତେ ସୁନ୍ଦର ନାଲି କଙ୍କଡ଼ାଟେ ଆଉ ପାଣି ପିଇ ଯାହା ଇଆଡ଼େ ପାଣି ଏ କାହିଁକି ମରିବାର ବଞ୍ଚିବାର ଯୋଗ ଅଛି ଫିଙ୍ଗିଦା ପାଣିକି ନାହାନ୍ତି ବେଙ୍ଗ ଫୋଟା ଆଡ଼ା ପଡ଼ିଛନ୍ତି ସେ ଫିଙ୍ଗି ଦେଇଛନ୍ତି ବର୍ତ୍ତମାନ ମୋ ବେଙ୍ଗ ଫୋଟା ଆଡ଼ାକୁ ପାଣି ଫିଙ୍ଗିଦେବି କାହିଁକି ତାଙ୍କୁ ନିରୀହ ଜୀବ ଗୁଡ଼ା ମାରିବା ଯାହା ତ ଆମେ ମାଛ ମାରୁଛେ ଦେଖନ୍ତୁ ବେଙ୍ଗ ଫୋଟା ଗୁଡ଼ା ବଜାର କିଛି ମାଛ ପଡ଼ିନାହାନ୍ତି ଏଗୁଡ଼ା ପକେଇ ଦେଇଛନ୍ତି ଆଉ ସେ ବୋବଉଛନ୍ତି କେମିତି ମୁଁ ବର୍ତ୍ତମାନ ଆକୁ ପାଣି ଫିଙ୍ଗିଦେବି କେତେ ସାରା ପଡ଼ିଛି ଦେଖନ୍ତୁ କାହିଁ ମାରିଆ ବଢ଼ିଆ ଯିବ ଗୁଡ଼ା ସବୁ ଫିଙ୍ଗିଦବା ବୋବଉଛନ୍ତି ସବୁ ବେଙ୍ଗ ପରିଆ ସାଉଣ୍ଡ ହେଉଛି ତାଙ୍କର କେତେ ସାରା ପଡ଼ିଛନ୍ତି ଏଇଠି ପଡ଼ିଛନ୍ତି କିନ୍ତୁ ବୋବଉଛନ୍ତି ଦେଖନ୍ତୁ ସାଉଣ୍ଡ ହେଉଛି ଏରାକୁ ଫିଙ୍ଗିଦେବା ସବୁ ବଞ୍ଚିଯିବେ ହେଲେ ପୁଣି ଏଇଟା ଆହୁରି ଗୋଟେ କେମିତି ବୋବଉଛନ୍ତି ଦେଖନ୍ତୁ କାହିଁ ମାରିବା ଗୁଡ଼ା ଭଲ ସୁନ୍ଦରିଆ ଜିନିଷ ଗୁଡ଼ା
ଦେଖ ସାଙ୍ଗମାନେ ଇଏ ହେଲା ଆମର ବେଙ୍ଗ ଫୋଟା କେମିତି ବୋବଉଛନ୍ତି ଦେଖନ୍ତୁ ତା ପାଟିଟା କେମିତି ଦେଖିବାକୁ। ଏଇଠି ପଡ଼ିଥିଲା ଉପରେ। ବର୍ତ୍ତମାନ ମୁଁ ତାଙ୍କୁ ଦେଖିଛି ଉଦ୍ଧାର କରୁଛି। ପାଣିକି ଫିଙ୍ଗିଦବା। କେତେ ସାରା ଫିଙ୍ଗି ସାରିଣି। ଦେଖନ୍ତୁ ଇଏ ହେଲା ବେଙ୍ଗ ଫୋଟା। ପୁରା ବେଙ୍ଗ ପରିକା ବୋବଉଥିଲେ ଯେହେତୁ ଉପରେ ପଡ଼ିଥିଲେ ଏଇଠିକିନା ପଡ଼ିଥିଲେ। ମୁଁ ଏବେ ତାଙ୍କୁ ଉଦ୍ଧାର କରିଦେଉଛି। ପାଣି ଫିଙ୍ଗିଦବା। ଏଇ କଣ୍ଟା ଭିତରେ ଗୋଟେ ବଡ଼ ବେଙ୍ଗ ଫୋଟା ପଡ଼ିଛି ଦେଖଉଛି। ଦେଖନ୍ତୁ କେତେ ବଡ଼ ହେଇଛି ସେ। ପାଣି ଫିଙ୍ଗିଦବା। ଟିକେ ଟିକେ ଗଡୁଛି। ହଁ ହଁ ଖମା ପାଣି ଗୁରା। ହଁ ଭାଇ ଆମର ସକାଳୁ ସକାଳୁ ଜାଲ ପକଉଛନ୍ତି। ବଜା ବସେଇ ହବ। ହଁ ବର୍ତ୍ତମାନ ଦେଖନ୍ତୁ ଆମର ମାଛ। ଦେଖିଆ କି ମାଛଟା ଫଳି ନା ବାଳିଆ। ଗୋଟେ ମାଛ ଧରାହେଇଛି। ପାଣି ଏତେ କାଲି ନଥିଲା ପୁରା ଶୁଖିକି ଥିଲା ଏ ଜାଗାଟା ଦିଶୁଥିଲା ଘାସ। ହବେ ହଁ କେତେ ସୁନ୍ଦର ଦେଖନ୍ତୁ ଗୋଟେ ବସା ହେଇଛି। ବାଇ ଚଢେଇ ବସା। ଏପଟେ ନଦୀ ବଢିଲାଣି ଯଦି ବଢିଯିବ ତାହେଲେ ବାଇ ଚଢେଇ ବସା ବୁଡିଯିବ। କଣ ବର୍ତ୍ତମାନ ମୁଁ ଆପଣମାନଙ୍କୁ ମାଛ ଦେଖଉଛି। ଦେଖନ୍ତୁ କେତେ ସାରା ମାଛ ପଡିଛନ୍ତି। କଣ ଏଥିରୁ ପାଉଛୁ କେଜାଣି। ଦେଖନ୍ତୁ କେତେ ସାରା ମାଛ। ବାଳିଆ ଗୋଟେ ପଡିଛି ବମି ଗୋଟେ ପଡିଛି। ଏଇଟା କଣ ଅବୁଆ ପବୁଆ ମାଛ ପୁରା ସ୍ପେଶାଲ ମାଛଟା। ଏଇଠି ବମି। ଓ ବମି ପୁରା ବଞ୍ଚିଛି। ହଉ ନେଇଯାଅ। ଦେଖନ୍ତୁ ସାଙ୍ଗମାନେ କେତେ ସାରା ବଡ଼ ପଥରଟା କହୁଛି ଲମ୍ବି ଦେଖନ୍ତୁ। ଭାଇ ଆମର ଜାଲ ଝାଡୁଛନ୍ତି। ଦେଖନ୍ତୁ କେତେ ବଡ଼ ପଥର। ଏ ପଥର ନଦୀ ବଢି ସମୟରେ ଆରାମରେ ବସି ପାରିବେ ଲୋକ 200-300 ଲୋକ ବସି ପାରିବେ ଏତେ ବଡ଼ ପଥରରେ। ଏମିତି ନଦୀ ବଢି ଦେଖିବା ଆରାମ। ଦେଖନ୍ତୁ ଆମର ଅଜୟ ଭାଇଙ୍କୁ ଟିକେ ଚିହ୍ନିଥାନ୍ତୁ। ଯଦି ଆପଣମାନଙ୍କର ଯାହାର ଟାଇଲ କାମ ଦରକାର ତାହେଲେ ଡାକିବେ। ବୁଲୁଛନ୍ତି ସକାଳୁ ସକାଳୁ। ଦେଶୀ ମାଛ ସେ ଖାଲି ଖାଉଛନ୍ତି। ସେ ଆନ୍ଧ୍ରା ଖାଉନାହାନ୍ତି। ସେଇଥିପାଇଁ ସେ ଦେଶୀ ମାଛ ଖୋଜୁଛନ୍ତି ସକାଳୁ ସକାଳୁ। ଦେଖନ୍ତୁ ଏଇ ପିଲାଟି ବହୁତ ବଡ଼ ମାଛ ଧରିଛି ଏଇ ବର୍ଷ ଏଇ ସିଜିନରେ। ମାଗୁର ମାଗୁର ନା ଏଟା କଣ ମାଗୁରଟା? ଦେଖନ୍ତୁ ଭାଇ ଆମର ମାଛ ଧରିଛନ୍ତି। ମାଗୁର ଆଉ ଶିଙ୍ଗି। ଏଇ ଭାଇ ଏଟା ଶିଙ୍ଗିଟା ତ ରତା ରତା ଶିଙ୍ଗି ମାଛ। କଣ ଭାଙ୍ଗିଛୁ? ଏପଟେ ମାଛ ଧରା ଚାଲିଛି ସତରେ। କାଇଁ ମନୀଷା ଦେଖା। ଓ କଣ୍ଟିଆର ବଂଶଧର ଏଟା।